ନା ସମସ୍ତଙ୍କୁ ଏସ୍‌ଟି ଚ୍ୟାନେଲ୍ ଆଉ ଥରେ ସ୍ୱାଗତ ଜଣାଇ ସମସ୍ତଙ୍କ ପାଇଁ ନୂଆ ଭେକେନ୍ସି ନୂଆ ରୂପରେ ଦେଖନ୍ତୁ OSSER ଅଣ୍ଡରରେ ପୁଣି ଆସିଲା ଭେକେନ୍ସି। କେହି ବି ଡେରି କରନ୍ତୁନି, ବାରମ୍ବାର OSSER ଯେଉଁ ଭେକେନ୍ସି ଆସୁଛି ବହୁତ ଭଲ ଭେକେନ୍ସି। ସମସ୍ତେ ଭାବୁଛନ୍ତି ଯେ ଫେକ୍ ନ୍ୟୁଜ୍ ଯାଉଛି, ନା ଆପଣମାନେ ଯାଇ ଦେଖିପାରିବେ ଯେଉଁ ଓଡ଼ିଶା job.news ଯେଉଁ ଭେକେନ୍ସି ସବୁ ମୁଁ ଯେଉଁ ଛାଡ଼ୁଛି ଦେଖନ୍ତୁ। ସମସ୍ତେ କମେଣ୍ଟ ଦେଉଛନ୍ତି, ଭାଇ ଫେକ୍ ନ୍ୟୁଜ୍ କାହିଁକି ଛାଡ଼ୁଛନ୍ତି? ନାଇଁ, କେବେ ଫେକ୍ ନ୍ୟୁଜ୍ ଛାଡ଼ି ମୋର କିଛି ବି ଫାଇଦା ନାହିଁ। ଆପଣମାନଙ୍କୁ ସଠିକ୍ ନ୍ୟୁଜ୍ ଦେବାର ମୋର ଫାଇଦା ଅଛି, ସେଥିପାଇଁ ମୁଁ ଆପଣଙ୍କର ସଠିକ୍ ନ୍ୟୁଜ୍ ଦେଉଛି। ଦେଖନ୍ତୁ OSSER ଯେଉଁ ଭେକେନ୍ସି ଅଛି, କେଉଁ ଭେକେନ୍ସି ଅଛି, ତା କ୍ୱାଲିଫିକେସନ୍ କେତେ ଅଛି, ଏଜ୍ ଲିମିଟ୍ କେତେ ଅଛି, ଜବ୍ ଲୋକେସନ୍ କେଉଁଠି ଅଛି, ସବୁକିଛି ମୋ ଭିଡ଼ିଓରେ ଆଲୋଚନା କରିବି। ସମସ୍ତେ ଭଲ ଭାବରେ ଭିଡ଼ିଓଟି ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। ଯଦିକା ଭିଡ଼ିଓଟି ଆପଣଙ୍କୁ ଭଲ ଲାଗିବ ଗୋଟେ ଲାଇକ୍ କରିବେ। ଚ୍ୟାନେଲଟିକୁ ଯେଉଁମାନେ ସବସ୍କ୍ରାଇବ୍ କରିନାହାନ୍ତି ଜଲ୍ଦି ଯାଇ ସବସ୍କ୍ରାଇବ୍ କରିଦିଅନ୍ତୁ। ଚାଲନ୍ତୁ ଯିବା ଡେରି ନକରି ଓଡ଼ିଶା ସବ୍ ଅର୍ଡ଼ିନେଟ୍ ଷ୍ଟାଫ୍ ସିଲେକ୍ସନ୍ କମିଶନର ତରଫରୁ ଯେଉଁ ଭେକେନ୍ସିଟି ଅଛି, କ'ଣ ଯେଉଁ ଭେକେନ୍ସିଟି, ଏଇଟା ଅଲ୍ ଓଡ଼ିଶା କ୍ୟାଣ୍ଡିଡେଟ୍ ଏଟାକୁ ଆପ୍ଲାଏ କରିପାରିବେ। ଅଲ୍ ଓଡ଼ିଶା କ୍ୟାଣ୍ଡିଡେଟ୍ ଆପ୍ଲାଏ କରିପାରିବେ। ତା ସାଙ୍ଗରେ ମେଲ୍ କେଉଁ ଯେଉଁ ପୋଷ୍ଟକୁ ଆପ୍ଲାଏ କରିବେ, ଫିମେଲ୍ କେଉଁମାନେ କେଉଁ ପୋଷ୍ଟକୁ ଆପ୍ଲାଏ କରିପାରିବେ ସେଟା ଏଠି ଦେଇଛି। ଦେଖନ୍ତୁ MPHW ମେଲ୍ ଓନ୍ଲି ମେଲ୍ କ୍ୟାଣ୍ଡିଡେଟ୍ ଆପ୍ଲାଏ କରିପାରିବେ। ଆଉ ଫାର୍ମାସିଷ୍ଟ ଯେଉଁ ବାହାରିଛି ତାକୁ ଫିମେଲ୍ ଆଉ ମେଲ୍ ଦୁଇ ଜଣ ବି ଆପ୍ଲାଏ କରିପାରିବେ। ପୋଷ୍ଟଟି ଯେଉଁ ଥିଲା, କ'ଣ ପୋଷ୍ଟ ଥିଲା ମୁଁ ଆପଣଙ୍କୁ ଜଣାଇ ଦେଉଛି। ଦେଖନ୍ତୁ OSSER ଅଣ୍ଡରରେ ଯେଉଁ ଭେକେନ୍ସି ରିକ୍ରୁଟମେଣ୍ଟ 2023ର ବାହାରିଥିଲା 2453ଟି ଭେକେନ୍ସି ଥିଲା। ଭଲ ଭାବରେ ଦେଖନ୍ତୁ 2453ଟି ଭେକେନ୍ସି ଅଛି। ତାର ଯେଉଁ ଭେକେନ୍ସିଟି ପୁରା ଡିଟେଲ୍ସ ମୁଁ ଆଲୋଚନା କରିବି। ଦେଖନ୍ତୁ এটা ଅନଲାଇନ୍ ଆପ୍ଲିକେସନ୍ ଫର୍ମ ଅଛି। ଆପଣମାନଙ୍କୁ ଦେଖନ୍ତୁ ଜଣାଇ ଦେଉଛି ଏଟା ଟୋଟାଲ୍ ଭେକେନ୍ସି କେତେ ଅଛି ନା, ଟୋଟାଲ୍ ଭେକେନ୍ସି ଅଛି 2453ଟି ଭେକେନ୍ସି ଅଛି। ଯେଉଁ ଫାର୍ମାସିଷ୍ଟ ଆଉ ତା ସାଙ୍ଗରେ ପୋଷ୍ଟ ନାଁ କ'ଣ ଅଛି, ଫାର୍ମାସି, ଆଉ ତା ସାଙ୍ଗରେ ମଲ୍ଟିପର୍ପଜ୍ ହେଲ୍ଥ ୱାର୍କର ଯେଉଁ MPHW ଯେଉଁ ମଲ୍ଟିପର୍ପଜ୍ ହେଲ୍ଥ ୱାର୍କରର କେତେ କ'ଣ ଭେକେନ୍ସି ଅଛି, ଆଉ ତା ସାଙ୍ଗର ଫାର୍ମାସିଷ୍ଟର କେତେ କ'ଣ ଭେକେନ୍ସି ଅଛି। ଚାଲନ୍ତୁ ଯିବା ଡେରି ନକରି। ଦେଖନ୍ତୁ ଏଇଟା ଅନଲାଇନ୍ ଆପ୍ଲିକେସନ୍ ଫର୍ମ ରହିବ। ଆଉ ଜବ୍ ଲୋକେସନ୍ କେଉଁଠି ରହିବ ନା, ଜବ୍ ଲୋକେସନ୍ ଅଛି କେଉଁଠି ନା, ଅଲ୍ ଡିଷ୍ଟ୍ରିକ୍ଟରେ ଆପଣଙ୍କର ଜବ୍ ଲୋକେସନ୍ ଅଛି। ଆପ୍ଲିକେସନ୍ ଫି ଜମାରୁ ବି ନାହିଁ। ତାପରେ ଦେଖନ୍ତୁ ଏଜ୍ ଲିମିଟ୍ କେତେ କ'ଣ ଅଛି। ଏଜ୍ ଲିମିଟ୍ ଦେଖନ୍ତୁ ଅଛି, ଆପଣମାନଙ୍କୁ ଭାବରେ ଜଣାଇ ଦେଉଛି। ଦେଖନ୍ତୁ ମିନିମମ୍ ଏଜ୍ 18 ବର୍ଷ ଆଉ ମ୍ୟାକ୍ସିମମ୍ ଏଜ୍ କେତେ ଅଛି, 38 ବର୍ଷ ପର୍ଯ୍ୟନ୍ତ ଆପଣମାନେ ଆପ୍ଲାଏ କରିପାରିବେ। ତାପରେ ଏଜ୍ ରିଲାକ୍ସେସନ୍ ଅଛି। ଆପଣମାନେ ଦେଖନ୍ତୁ ଏଜ୍ ରିଲାକ୍ସେସନ୍ ଯେଉଁ ଅଛି SC ST ଆଉ OBCର ଏଜ୍ ରିଲାକ୍ସେସନ୍ କେତେ ଅଛି ଦେଖନ୍ତୁ। ଏଜ୍ ରିଲାକ୍ସେସନ୍ ଅଛି ଯେଉଁ ଦେଖନ୍ତୁ SC ST ତା ସାଙ୍ଗରେ OBC କେତେ ନା 5 ବର୍ଷ ରିଲାକ୍ସେସନ୍ ଅଛି। ସମସ୍ତଙ୍କର ସମାନ ରିଲାକ୍ସେସନ୍ ଅଛି। ତାପରେ ଦେଖନ୍ତୁ ସାଲେରୀ କେତେ କ'ଣ ଅଛି। ସାଲେରୀ ବହୁତ ଭଲ ସାଲେରୀ ଅଛି। ଦେଖନ୍ତୁ ଷ୍ଟାର୍ଟିଂ ସାଲେରୀ କେତେ 25,500ରୁ 81,100 ପର୍ଯ୍ୟନ୍ତ ପର୍ ମନ୍ଥ ସାଲେରୀ ବଢ଼ିଯିବ। 25,000ରୁ ଷ୍ଟାର୍ଟିଂ ଅଛି, 25,500ରୁ 81,100 ପର୍ଯ୍ୟନ୍ତ ବଢ଼ି ଆପଣମାନଙ୍କର ଯିବ। ତାପରେ କ୍ୱାଲିଫିକେସନ୍ କେତେ ଅଛି, ଭଲ ଭାବରେ ଏଟାକୁ ଦେଖନ୍ତୁ। କ୍ୱାଲିଫିକେସନ୍ ଦେଖନ୍ତୁ କ୍ୟାଣ୍ଡିଡେଟ୍ ମଷ୍ଟ ହାଭ୍ କମ୍ପ୍ଲିଟେଡ୍ +2 କ୍ଲାସ୍ ସାଇନ୍ସ ୱିଥ୍ ତା ସାଙ୍ଗରେ କ'ଣ ଥିବ ନା, ଡିପ୍ଲୋମା ଫାର୍ମାସିଷ୍ଟ ଆଉ B ଫାର୍ମ ବ୍ୟାଚଲର ଫାର୍ମାସିଷ୍ଟ ଫର୍ମ ରେକଗ୍ନାଇଜେସନ୍ ୟୁନିଭର୍ସିଟି। ଦେଖନ୍ତୁ +2 ସାଇନ୍ସ କରିଥିବ, ତା ସାଙ୍ଗରେ କ'ଣ ଡିପ୍ଲୋମା ଯଦି ଥିବ ସେମାନେ ବି ଆପ୍ଲାଏ କରିପାରିବେ। ତା ସାଙ୍ଗର ଫାର୍ମାସିଷ୍ଟ ଯେଉଁମାନେ କରିଥିବେ ସେମାନେ ବି ଆପ୍ଲାଏ କରିପାରିବେ। ତା ସାଙ୍ଗରେ B ଫାର୍ମ ଯେଉଁମାନେ କରିଥିବେ ତାକୁ ବି ଆପ୍ଲାଏ କରିପାରିବେ। ଏଟାକୁ ଭଲ ଭାବରେ ଦେଖନ୍ତୁ କେଉଁମାନେ ଏଟାକୁ ଆପ୍ଲାଏ କରିପାରିବେ। ଆଉ ତା ସାଙ୍ଗରେ ଯଦିକା କେଉଁମାନେ ବ୍ୟାଚଲର ଇନ୍ ଫାର୍ମାସିଟି କରିଥିବ ସେମାନେ ବି ଏଟାକୁ ଆପ୍ଲାଏ କରିପାରିବେ। ଦେନ୍ 4 ପ୍ରକାରର କ୍ୟାଣ୍ଡିଡେଟ୍ ଆପ୍ଲାଏ କରିପାରିବେ। ଦେଖନ୍ତୁ ଏ ଡେଟ୍ କେବେ କ'ଣ ଫର୍ମ ଆପ୍ଲାଏ ହେବ। ଦେଖନ୍ତୁ 22 ଡିସେମ୍ବର ପାଖରୁ ଫର୍ମ ଆପ୍ଲାଏ ଷ୍ଟାର୍ଟ ହୋଇସାରିଲାଣି। କେହି ବି ଏଟାକୁ ହାତ ଛଡ଼ା କରନ୍ତୁନି। ଯାହାର ଏଇ କ୍ୱାଲିଫିକେସନ୍ ଥିବ ସେମାନେ ଏଟାକୁ ଆପ୍ଲାଏ କରନ୍ତୁ। ଲାଷ୍ଟ ଡେଟ୍ ଦେଖନ୍ତୁ ଜାନୁଆରୀ 20 ପର୍ଯ୍ୟନ୍ତ 2024ର ଲାଷ୍ଟ ଡେଟ୍ ଅଛି। ଭଲ ଭାବରେ ଭିଡ଼ିଓଟି ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। ତାପରେ ଦେଖନ୍ତୁ
सिलेक्शन प्रक्रिया केमिति कौन सिलेक्शन प्रक्रिया देखो रिटिन एग्जाम हम ओनली रिटिन एग्जाम हम तापर आपण मानकर डॉक्यूमेंट वेरिफिकेशन हम तापर आपण मानकर सिलेक्शन हो जॉब समस्ते भल भाव भिडियोटी आरंभ शेष पर्यटन देखो जदि आपको ये भिडियोटी भल लगुच ताने गोटे गोटे लाइक करेंगे चैनल टी जो मैंने सब्सक्राइब करना जल्दी जल्दी चैनल टी सब्सक्राइब कर दिंतु जय जगन्नाथ जय हिंद जय भारत।